ବ୍ଲଡ କ୍ୟାନ୍ସର ପୁଅର ଚିକିତ୍ସା ପାଇଁ କାନି ପତେଇ ସାହାଯ୍ୟ ମାଗୁଛି ମା। ମନ୍ଦିରରେ ଦୀପ ଜାଳିଲେ ସହପାଠୀ। ଗାଁ ମନ୍ଦିରରେ ଚାଲିଥିଲା ସାମୂହିକ ପୂଜା ଅର୍ଚ୍ଚନା। ଏଥିରେ ସାମିଲ ହୋଇଥିଲେ ସ୍କୁଲର ଗୁରୁମା, ଛାତ୍ରଛାତ୍ରୀ, ଗାଁର ମୁରବୀ ମହିଳା ଓ ଯୁବକ। ସ୍ୱପ୍ନେଶ୍ୱର ମହାଦେବଙ୍କୁ ଘଣ୍ଟ ଘଣ୍ଟା ଆଳତି ଓ ଧୂପଦୀପ ନୈବେଦ୍ୟ ଦ୍ୱାରା ପୂଜା ଅର୍ଚ୍ଚନା ହେଉଥିଲା। ଏସବୁ କାର୍ଯ୍ୟ ପଛରେ ଥିବା ସତ୍ୟଟି ହେଉଛି ସେହି ଗ୍ରାମର ଛୋଟିଆ ଶିଶୁପୁତ୍ରର ଆଶୁ ଆରୋଗ୍ୟ କାମନା। କ୍ୟାନ୍ସର ପୀଡ଼ିତ ଛାତ୍ରର ଜୀବନ ବଞ୍ଚାଇବାକୁ ସାମୂହିକ ପ୍ରାର୍ଥନା। କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁନା ପଞ୍ଚାୟତ କଲ୍ୟାଣପୁର ଗାଁର କ୍ଷିତୀଶ ପଲାଇକୁ ମାତ୍ର 10 ବର୍ଷ। ଏବେ ସେ ରକ୍ତ କର୍କଟ ରୋଗରେ ପୀଡ଼ିତ। ଓଡ଼ିଶାରେ ଆଉ ଚିକିତ୍ସା ସମ୍ଭବ ନ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ଷିତୀଶକୁ ଟାଟା ମେମୋରିଆଲ ହସ୍ପିଟାଲ ବମ୍ବେକୁ ନିଆଯାଉଛି। ପିଲାଟିର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ। ଏଥିପାଇଁ ଅର୍ଥର ଆବଶ୍ୟକତା ଥିବାରୁ ବଦାନ୍ୟ ବ୍ୟକ୍ତିମାନଙ୍କୁ କ୍ଷିତୀଶର ମା କାନିପାତି ସାହାଯ୍ୟ ମାଗିଛି। କ୍ଷିତୀଶ ଭଲ ହୋଇଗଲେ ପୁଣି ଥରେ ସ୍କୁଲ ଯିବ, ପାଠ ପଢ଼ିବ, ଖେଳିବ, ବୁଲିବ, ମସ୍ତି କରିବ। ଏହି ଗାଁ ମନ୍ଦିରରେ ତା ପାଇଁ ଦୀପ ଜାଳିଥିଲେ ସ୍କୁଲର ଗୁରୁମା, ସହପାଠୀ ଏବଂ ଗ୍ରାମବାସୀମାନେ। ମେଧାବୀ ଛାତ୍ର କ୍ଷିତୀଶ ଜୀବନରେ ବଡ଼ ହେବ, ଭଲ ମଣିଷ ହୋଇ ପରିବାର ଓ ଗାଁର ସମ୍ମାନ ରଖିବ। ପିଲାଟିର ଏହି ଛୋଟିଆ ସ୍ୱପ୍ନକୁ ସାକାର ପାଇଁ ଆମକୁ ସହୃଦୟତାର ସହିତ ସହଯୋଗ ହାତ ବଢ଼ାଇବାକୁ ପଡ଼ିବ। ସେବା ଓ ସାହାଯ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟେନି। ଛୋଟିଆ ଗାଁର ଗରିବ ପିଲାଟିର ଜୀବନ ବଞ୍ଚାଇବାକୁ ଆମକୁ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। କର୍କଟ ପୀଡ଼ିତ ଶିଶୁପୁତ୍ରର ଜୀବନ ଆମ ପାଇଁ ଅଧିକ ମୂଲ୍ୟବାନ। ଆସନ୍ତୁ କାହାର ଛୋଟିଆ ଛୋଟିଆ ସହାୟତା ଦ୍ୱାରା ଗୋଟେ ଅମୂଲ୍ୟ ଜୀବନକୁ ରକ୍ଷା କରିବାରେ ନିଜକୁ ସାମିଲ କରିବା। ମୋ ନାଁ ଉତ୍କଳ ରଞ୍ଜନ ସେଠୀ, କଳିଙ୍ଗ ସମାଜସେବୀ ସଂଗଠନ ସଭାପତି। ଆମେ ସୋସିଆଲ ମିଡ଼ିଆରୁ ଦେଖିଲୁ କ୍ଷିତୀଶର ବ୍ଲଡ଼ କ୍ୟାନ୍ସର ହେଇଛି। ସେଥିପାଇଁ ଆମ ସଂଗଠନ ସମସ୍ତ ମେମ୍ବରମାନେ କିଛି କିଛି ସାହାଯ୍ୟ କଲେ। ଆଜି କିଛି ଆର୍ଥିକ ସାହାଯ୍ୟ କିଛି ଆଣିକି ତାଙ୍କ ଘରେ ପହଞ୍ଚିଛି। ଆଉ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେତେ ଶୀଘ୍ର କ୍ଷିତୀଶ ଭଲ ହେଇକି ଆସନ୍ତୁ। ରହୁଛି, ଜୟ ଜଗନ୍ନାଥ। କ୍ଷିତୀଶ ଆଜି ବମ୍ବେ ଯାଉଛି, ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା ହେବ। ସମସ୍ତଙ୍କ ସହଯୋଗ ବି ଅଛି। ଆପଣମାନେ ବି ଆଜି ଆସିଥିଲେ ସଂଗଠନ ନେଇ, କ'ଣ କହିବି? ଆମେ ଯେତେ ଚେଷ୍ଟା କରିବୁ କ୍ଷିତୀଶକୁ ଭଲ କରିବା ପାଇଁ। ସେ ଈଶ୍ୱରଙ୍କ ହାତରେ କଥା। ଈଶ୍ୱରଙ୍କୁ ଆମେ ଏତିକି ପ୍ରାର୍ଥନା କରୁଛୁ। ଆଉ ସାରା ଓଡ଼ିଶାର ଯେତେ ଗଣମାଧ୍ୟମ ଅଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଦେଉଛି। ଯାହା ହଉ ଗଣମାଧ୍ୟମ ମାଧ୍ୟମରେ ସେମାନେ ଭିଡ଼ିଓଟା ଦେଖାଇବାରୁ କିଛି କିଛି ସାହାଯ୍ୟ ଆସି ପହଞ୍ଚୁଛି। ଆଉ ଯେଉଁମାନେ ବି ଦେଖୁଛନ୍ତି ଦୟାକରି ଟଙ୍କାଟେ ହେଉ କି 10 ଟଙ୍କାଟେ ହେଉ କ୍ଷିତୀଶ ସାହାଯ୍ୟ କରନ୍ତୁ। କୁମାର ଦାସ, କଳିଙ୍ଗ ସେବା ସଂଗଠନ ସଦସ୍ୟ। କ'ଣ ହେଇଥିଲା ଆଜି କଲ୍ୟାଣପୁରକୁ ସଂଗଠନ ଆସିଥିଲା, କ'ଣ ସହାୟତା କଲା? କ୍ଷିତୀଶ ଚନ୍ଦ୍ର ପଲାଇ, ପିତା କୋଳି ଚନ୍ଦ୍ର ପଲାଇ, ଯାହାକି ଆମ ନିଜ ଗାଁର ପୁତୁରା। ଖବର ପାଇଥିଲି, କଳିଙ୍ଗ ସେବା ସଂଗଠନକୁ ମେସେଜ୍ କରିଥିଲି। ମେସେଜ୍ ଶୁଣି କଳିଙ୍ଗ ସେବା ସଂଗଠନର ସମସ୍ତ ସଦସ୍ୟ ତାଙ୍କର ସାହାଯ୍ୟ ମୁତାବକ 10,000 ଟଙ୍କା ନେଇ ଆସିଥିଲେ। ଆମେ ତାଙ୍କୁ ସାହାଯ୍ୟ କରିଛୁ। କ୍ଷିତୀଶର ଚିକିତ୍ସାର କେମିତି ଠାକୁରଙ୍କୁ କ'ଣ ପ୍ରାର୍ଥନା କରି? ଜଗନ୍ନାଥଙ୍କ ପାଖରେ ଏତିକି ଆମେ ନିବେଦନ କରିପାରିବା ଯେ ଯେତେ ଶୀଘ୍ର ଖୁବ୍ କମ୍ ସମୟ ଭିତରେ ଭଲ ଏଇ ଗାଁ। ମମତା ପରିଡ଼ା। କ'ଣ ହେଇଛି ଆପଣଙ୍କ ପୁଅର? ମୋ ପୁଅର ବ୍ଲଡ଼ କ୍ୟାନ୍ସର ହେଇଛି। କେତେ ବର୍ଷ ହେଲାଣି ଏମିତି? 2021ରୁ ଏମିତି ଟିକେ ଟିକେ ପ୍ରୋବ୍ଲେମ୍ ଥିଲା, କିନ୍ତୁ ଆମେ ଜାଣିପାରୁନଥିଲୁ। 2022 ସେପ୍ଟେମ୍ବର ମାସରୁ ତା'ର ଜ୍ୱର ଲାଗି ରହିଲା। ଆମେ ପାଖ ମେଡ଼ିକାଲରେ ଦେଖାଉଥିଲୁ। ତାପରେ ଶିଶୁ ଭୁବନ ନେଇଥିଲୁ। ଶିଶୁ ଭୁବନରେ ବ୍ଲଡ଼ ଦରକାର ହେଉଥିଲା, କହିଲେ ନାଇଁ ବ୍ଲଡ଼ ଦରକାର ନାହିଁ, କିଛି ଆସୁନି। ମୁଁ କହିଲି ବାରମ୍ବାର ଜ୍ୱର ହେଉଛି। ତାପରେ ଆମେ ପ୍ରାଇଭେଟ୍ ଡକ୍ଟରଙ୍କୁ ଦେଖାଇଲୁ। ସେ ଡିସେମ୍ବର ମାସରେ କହିଲେ ନାଇଁ ତା'ର ବ୍ଲଡ଼ଟା ନିହାତି ଦରକାର। ବ୍ଲଡ଼ ଦେଲୁ। ବ୍ଲଡ଼ 3 ଥର ଦେଲା ପରେ ତାଙ୍କୁ ଆମର ଏସ୍ସିବିରେ ଗୋଟେ ଟ୍ରିଟମେଣ୍ଟ ପାଇଁ କହିଥିଲେ। ତା'ର ଥାଲାସେମିଆ ଷ୍ଟ୍ରେଟ୍ ବାହାରିଲା। ଥାଲାସେମିଆ ଷ୍ଟ୍ରେଟ୍ ଫଳରେ ଆମେ 3 ଥର ଶିଶୁ ଭୁବନରେ ବ୍ଲଡ଼ ଦେଇଥିଲୁ। ବ୍ଲଡ଼ ଦେବା ଫଳରେ ସେ ଡକ୍ଟର ଆମକୁ କହିଲେ ଯେ ଆମର ମନେ ପଡ଼ୁନି ତାଙ୍କ ନାଁ ଟିକେ ମୋର, ସେ କହିଲେ ନାଇଁ ତୁମର ତ ଏତେ ଥାଲାସେମିଆ ଷ୍ଟ୍ରେଟ୍ରେ ବ୍ଲଡ଼ ଦରକାର ନାହିଁ, ତୁମେ ଏଥର ଏସ୍ସିବିରେ ଦେଖାଅ। ତାପରେ ଏସ୍ସିବିରେ ଦେଖାଇଲୁ ଆସିକିରି ଫେବୃଆରୀ 2023 ମାର୍ଚ୍ଚ ମାସରେ ଦେଖାଇବାରୁ ସେଥିରେ ଜଣାପଡ଼ିଲା ଯେ ବ୍ଲଡ଼ କ୍ୟାନ୍ସର ପ୍ରୁଭ୍ ହୋଇଛି। ଘରର ଚଳନୀୟ କିଛି ନାହିଁ। ତାଙ୍କ ବାପା BA ଗ୍ରାଜୁଏସନ୍, ମୁଁ ବି +2 ଗ୍ରାଜୁଏଟ୍। ଏମିତି ଟ୍ୟୁସନ୍ ଫ୍ୟୁସନ୍ କରି ଆମେ ବାପା ମାଆ ଚଳୁ। ଏମିତି ଆମର କିଛି ରୋଜଗାର ନାହିଁ। ଆମକୁ ସମସ୍ତେ ମୋ ବନ୍ଧୁବାନ୍ଧବ, ଝିଆରୀ, ପୁତୁରା
ଆଉ ମୋ ପରିବାର, ମୋ ଗାଁ ଲୋକମାନେ, ମୋ ସାଙ୍ଗ କ୍ଲାସମେଟ୍ ମାନେ, ଆଉ ତାଙ୍କ ବାପାଙ୍କ ସାଙ୍ଗମାନେ, ଗାଁ ଲୋକ ସମସ୍ତେ ମୋତେ ସାହାଯ୍ୟ ବହୁତ କରି ଆସିଛନ୍ତି। ମୁଁ ଏପର୍ଯ୍ୟନ୍ତ ସେଇ ଟ୍ରିଟମେଣ୍ଟରେ ଚଳି ଆସୁଥିଲି, କିନ୍ତୁ ଏବେ ଆଉ ସରକାରଙ୍କୁ ନିବେଦନ କରୁଛି ମୋର ପୁଅର ଜୀବନ ରକ୍ଷା ପାଇଁ। ମୁଁ ସାରା ଓଡ଼ିଶା, ସାରା ଭାରତବାସୀକୁ ଅନୁରୋଧ କରୁଛି, ମୋ ପୁଅର ଜୀବନ ଭିକ୍ଷା ମୁଁ ମାଗୁଛି। ମୋ ପୁଅକୁ ମୁଁ ଏମିତି ଭଲରେ ଦେଖିବା ପାଇଁ ସାରା ଜୀବନ ଚାହୁଁଛି, ଆଉ କିଛି କହିପାରିବିନି। ନା କ'ଣ? କ୍ଷିତୀଶ କୁମାର ପଲେ। ଆଚ୍ଛା, କ'ଣ ହେଇଛି ତୁମର? ମୋର ହେଇଛି କ୍ୟାନ୍ସର। କେମିତି କ'ଣ ଜାଣିଲ ତୁମର କ୍ୟାନ୍ସର ହେଇଛି ବୋଲି? ଆମେ 3 ବର୍ଷ ଆଗେ ଶିଶୁ ଭବନରେ ଦେଖାଉଥିଲୁ, ତାପରେ SCBକି ଶିଶୁ ଭବନ ପଠେଇଦେଲେ, ତାପରେ ଆମେ SCBକି ଆସିଲା ଠାରୁ ଜାଣିଲୁ। ଏବେ କ'ଣ ପଢ଼ୁଛ କେମିତି କ'ଣ? ଆମେ ଏବେ ତୃତୀୟରେ ପଢ଼ୁଛୁ। ଏବେ କ'ଣ ଚାହୁଁଛନ୍ତି ଆପଣ? ଲୋକଙ୍କୁ କ'ଣ କହିବେ, ସରକାରଙ୍କୁ କ'ଣ ଜଣାଇବେ? ଲୋକଙ୍କୁ ଏତିକି କହିବାକୁ ଚାହୁଁଛୁ ଯେ ଠାକୁରଙ୍କୁ କେମିତି କୁହନ୍ତୁ କି ମୋ ଝିଅ ଭଲ କରିଦେବାକୁ। ଲୋକକୁ ଏତିକି ଅନୁରୋଧ, ମୋ ସାହାଯ୍ୟ ମୋତେ କରନ୍ତୁ, ମୋ ବାପା ଏତେ ସାହାଯ୍ୟ କରନ୍ତୁ ମୋ ବାପା ମାଆ। ପାଠ ପଢ଼ିବାକୁ ଚାହୁଁଛି। ମୋ ସାଙ୍ଗମାନେ ପାଠ ପଢ଼ୁଛନ୍ତି, ସବୁ ଖେଳବୁଲ କରୁଛନ୍ତି। ପାଠ ପଢ଼ିବାକୁ ଚାହୁଁଛି, ଖେଳବୁଲ କରିବାକୁ ଚାହୁଁଛି। ଡାକ୍ତରଙ୍କୁ ଏତିକି କହିବାକୁ ଚାହୁଁଛି ଯେ ମୋ ଝିଅଟା ଭଲ କରିଦିଅନ୍ତୁ। ମୁଁ ଅଖିଳେଶ ମହାନ୍ତି, ଜଣେ ସାମାଜିକ କର୍ମୀ। ଆପଣଙ୍କ ଅଞ୍ଚଳରେ କ୍ଷିତୀଶ ବୋଲି ଗୋଟେ 9 ବର୍ଷର ବାଳକର ରକ୍ତ କର୍କଟ ହେଇଛି। ଅନେକ ସ୍ୱେଚ୍ଛାସେବୀ ସଂଗଠନ ବି ଆସିଛନ୍ତି, କଳିଙ୍ଗ ସେବା ସଂଗଠନ ବି ଆସିଛନ୍ତି, କ'ଣ କହିବେ? ଦେଖନ୍ତୁ, ଏଇ ଯେଉଁ ପିଲାଟି ଅତ୍ୟନ୍ତ ଗରିବ ପରିବାରର ପିଲା, ତା ବାପା ମା 2 ଜଣ ଯାକ ଗ୍ରାଜୁଏଟ୍, ଟ୍ୟୁସନ୍ କଲେ ତାଙ୍କ ଘର ଚଳେ। ପିଲାଟା 3ୟ ଶ୍ରେଣୀରେ ପଢ଼ୁଥିଲା ଯେତେବେଳେ ତା'ର ଦେହ ଖରାପ ହେଲା। ସେ ଶିଶୁ ଭବନରୁ SCB ପର୍ଯ୍ୟନ୍ତ ଏବଂ ସମ୍ ହସ୍ପିଟାଲ ପର୍ଯ୍ୟନ୍ତ ବିଭିନ୍ନ ଆଡ଼େ ବୁଲେଇଛି ଏବଂ ଲାଷ୍ଟରେ ଜଣାପଡ଼ିଲା ସେ ରକ୍ତ କର୍କଟରେ ପୀଡ଼ିତ। ଏଠି ଯାହା ଚିକିତ୍ସା ଥିଲା ଓଡ଼ିଶାରେ ସରିଯାଇଛି, ତାକୁ ଦିଲ୍ଲୀ କିମ୍ବା ବମ୍ବେ ନେବାକୁ ପଡ଼ିବ। ତେଣୁ ଆଜି ତା'ର ଫ୍ଲାଇଟ୍ରେ ଟିକଟ୍ ହେଇଛି, 4 ଜଣ ଯିବେ। ସେମାନେ ଦିଲ୍ଲୀରେ ବମ୍ବେରେ ପହଞ୍ଚିବେ, ଟାଟା ମେମୋରିଆଲ ହସ୍ପିଟାଲ ତା'ର ଚିକିତ୍ସା ଆରମ୍ଭ ହେବ। ତେଣୁ ଗୋଟେ ବଡ଼ କଥା, ତା ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ତା ପଇସା ସରିଯାଇଛି 3 ବର୍ଷ ଭିତରେ, ଟଙ୍କାଟେ ଆଉ ନାହିଁ। ତେଣୁ ତାକୁ ଚିକିତ୍ସା ପାଇଁ ରୋଗ ଭଲ କରିବାକୁ ହେଲେ ପର୍ଯ୍ୟାପ୍ତ ଅର୍ଥ ଦରକାର, 20 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଦରକାର ହେବ। ଘରୁ 4 ଜଣ ପରିବାର ଲୋକ ଯାଇ ଦିଲ୍ଲୀରେ ବମ୍ବେରେ ରହିବେ। ତେଣୁ ଆଜି ଗାଁ ମନ୍ଦିରରେ ତା'ର ପୂଜାର୍ଚ୍ଚନା ହେଇଛି। ସେ ବିଦ୍ୟାଳୟର ପିଲାମାନେ, ତା'ର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ଗାଁର ମୁରବୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ସମସ୍ତେ ଗ୍ରାମବାସୀମାନେ ସମସ୍ତେ ଆଜି ଏକାଠି ହୋଇ ଆମର ସୋମେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛୁ। ତେଣୁ ଆମେ ଚାହୁଁଛୁ କେବଳ ଏଇ ଅଞ୍ଚଳ ମାହାଙ୍ଗା କି କଲ୍ୟାଣପୁର କୋହୁଣ୍ଡା ଅଞ୍ଚଳ ନୁହେଁ, ସାରା ଦେଶର କୋଣ ଅନୁକୋଣରୁ ଯେଉଁମାନେ ଅଛନ୍ତି ଏଇଭଳି କାମରେ ସହାୟତାର ହାତ ବଢ଼ାଉଛନ୍ତି, ସେମାନଙ୍କୁ ମୁଁ ନିବେଦନ କରିବି, ସେମାନେ ଯଦି କ୍ଷିତୀଶ ବୋଲି ପିଲାଟିକୁ ସହଯୋଗ କରିବେ, ନିଶ୍ଚିନ୍ତ ଭାବରେ ସେ ସୁସ୍ଥ ହୋଇଯିବ ଏବଂ ସିଏ ଚାହୁଁଛି ମୁଁ ପାଠ ପଢ଼ିବି, ସ୍କୁଲ ଯିବି, ମୋ ସାଙ୍ଗମାନେ ପାଠ ପଢ଼ୁଛନ୍ତି। ଉଚ୍ଚାଭିଳାଷୀ ପିଲା ଏବଂ ସେ ଭଲ ଷ୍ଟୁଡେଣ୍ଟ ଥିଲା, ଭଲ ପାଠ ପଢ଼ୁଥିଲା। ତେଣୁ ଗୋଟେ ଛୋଟିଆ ଗାଁର ଗୋଟେ ବଡ଼ ଖବର ହେଉ, ସେ ପିଲା ପାଖରେ ସହାୟତାର ଆସି ପହଞ୍ଚୁ। ଆପଣମାନେ ମୁକ୍ତ ହାତରେ, ଖୋଲା ହୃଦୟରେ ତାକୁ ସହଯୋଗ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହେବ, ସେ ପିଲାଟିର ମଙ୍ଗଳ ହେବ ଏବଂ ସେ ଦୁନିଆରେ ବଞ୍ଚି ରହିବ। ଆପଣଙ୍କ ଅଞ୍ଚଳରେ କଳିଙ୍ଗ ସମାଜସେବା ନିଶ୍ଚିନ୍ତ ଭାବରେ କଳିଙ୍ଗ ସମାଜ ସେବା ଯେଉଁ ସଂଗଠନ, ସିଏ କେବଳ ମାହାଙ୍ଗା ଅଞ୍ଚଳରେ ସୀମିତ ନୁହେଁ, ସେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଏଇଭଳି ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି। ସେହି ଅନୁଷ୍ଠାନ କର୍ମକର୍ତ୍ତାମାନେ ଆଜି ଏଠି ପହଞ୍ଚିଛନ୍ତି, ତାକୁ ମଧ୍ୟ 10,000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ମୁଁ ମୋ ଗାଁ ହିସାବରେ ମୁଁ କୃତଜ୍ଞତା ଜଣାଇବି। ଏଇଭଳି ଯେଉଁମାନେ ବଦାନ୍ୟ ଅନୁଷ୍ଠାନ ବ୍ୟକ୍ତିମାନେ ଅଛନ୍ତି, ସରକାରଙ୍କ ପାଖରେ ଆମେ ହାତ ପାତିବାନି, ଆମେ କାହାକୁ ବ୍ୟକ୍ତିଗତ କହିବାନି। ଆପଣମାନେ ଖୋଲା ହୃଦୟରେ ସହଯୋଗ କରନ୍ତୁ, ନିଶ୍ଚିନ୍ତ ଭାବରେ ସେ ପିଲା ଭଲ ହୋଇଯିବ ଏବଂ ଆପଣମାନଙ୍କର ମଙ୍ଗଳ ହେବ।